ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର ପାଞ୍ଚ ଧାଡିରେ। ସାର୍ ଏଡମଣ୍ଡ ପର୍ସିଭାଲ ହିଲାରୀ 20 ଜୁଲାଇ 1919 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ନ୍ୟୁଜିଲାଣ୍ଡର ପର୍ବତାରୋହୀ, ଅନୁସନ୍ଧାନକାରୀ ଏବଂ ପରୋପକାରୀ ବ୍ୟକ୍ତି ଥିଲେ। 29 ମେ 1953 ମସିହାରେ ହିଲାରୀ ପ୍ରଥମ ପର୍ବତାରୋହୀ ହୋଇଥିଲେ ଯିଏକି ଏଭରେଷ୍ଟ ପର୍ବତର ଶିଖରରେ ପହଞ୍ଚିଥିଲେ। 1985 ମସିହାରୁ 1988 ମସିହା ପର୍ଯ୍ୟନ୍ତ ସେ ଭାରତ ଏବଂ ବାଂଲାଦେଶରେ ନ୍ୟୁଜିଲାଣ୍ଡର ହାଇ କମିଶନର ଭାବରେ କାର୍ଯ୍ୟ କରିଥିଲେ ଏବଂ ଏକ ସମୟରେ ନେପାଳରେ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଥିଲେ। 11 ଜାନୁଆରୀ 2008 ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ରହୁଛି ଦେଖା ହବା ଆଗାମୀ ଭିଡିଓରେ। ନମସ୍କାର।